इनकलाब जिंदाबाद 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 मिलित ट्रेड यूनियन केंद्र जिंदाबाद जिंदाबाद अरे जिंदाबाद भारत बंद को सफल करो सफल करो जीवन जीविका ଶ୍ରମକୋଡ୍ ବାତିଲ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ କରାଯାଉଛି। ତାଙ୍କୁ ସମର୍ଥନ ଜଣାଇ ଜଳେଶ୍ୱର ମଧ୍ୟ ବନ୍ଦ ପାଳନ କରାଯାଉଛି ଏବଂ 60 ନମ୍ବର ଜାତୀୟ ରାଜପଥ ରହିଛି 60 ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣ ଟୋଲଗେଟ୍ ନିକଟରେ ମଧ୍ୟ ବନ୍ଦ ପାଳନ କରୁଛନ୍ତି। ସମର୍ଥକମାନେ ସେମାନେ ରାଜରାସ୍ତାରେ ପିକେଟିଂ କରୁଛନ୍ତି ଏବଂ ବ୍ୟାନର ଲଗାଇକି ବନ୍ଦ ପାଳନ କରୁଛନ୍ତି, ଯାହାଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକ ରହିଛି। ତେବେ କଣ ପାଇଁ ବନ୍ଦ ରହିଛି, କଣ କଣ ସବୁ ବନ୍ଦ କରାଯାଉଛି ଏବଂ କେତେ ସମୟ ଧରିକି ବନ୍ଦ ପାଳନ ଚାଲିବ ସେ ନେଇକି ମଧ୍ୟ ଆମେ ଏ ସମର୍ଥକମାନଙ୍କ ସହିତ ଆଲୋଚନା କରିବା। କେତେ ସମୟ ଧରି ଚାଲିବ ତାଙ୍କ ପ୍ରକୃତ ଦାବି ସବୁ କଣ କଣ ସବୁ ରହିଛି? ଆଜ୍ଞା, আজি আজি ଭାରତବର୍ଷର ସମସ୍ତ ଶ୍ରମିକ ସଂଗଠନ ମାନେ ସାଧାରଣ ଧର୍ମଘଟ ବା ହରତାଳ ଡାକରା ଦେଇଛନ୍ତି ଜୀବନ ଜୀବିକା ଦାବି ପାଇଁ। ବିଶେଷ କରି ଏଇ ଯୋଉ ଦାବି ମାନଙ୍କ ମଧ୍ୟରେ ଅନ୍ୟତମ ଦାବି ହେଉଛି ସମସ୍ତଙ୍କୁ କାମ କରିବାର ଅଧିକାର। ଯୋଉ ଶ୍ରମ କୋଡ୍ ଯୋଉ କରାଯାଇଛି, ଏବେ 4ଟି ଶ୍ରମ କୋଡ୍ ଯୋଉ କରାଯାଇଛି ତାକୁ ବାତିଲ କରିବା, ତ୍ରୁଟିପୂର୍ଣ୍ଣ ଭାବରେ କି ତାକୁ କରାଯାଇଛି ବାତିଲ କରିବା। ସବୁଠୁ ବଡ଼ କଥା ହେଉଛି 8 ଘଣ୍ଟା ଶ୍ରମିକ କାମ କରିବାର ଯୋଉ ନିର୍ଯାସ ଥିଲା ଏବେ 12 ଘଣ୍ଟା 18 ଘଣ୍ଟା କାମ କରୁଛନ୍ତି। ତତ୍ସହିତ ଆଜି ସବୁ ପ୍ରକାରର ଠିକା ବ୍ୟବସ୍ଥାକୁ ପ୍ରଚଳନ କରାହେଉଛି। ବୀମା ଠାରୁ ସବୁକୁ ଜାତୀୟକରଣ ଯୋଉଗୁଡ଼ିକ ଥିଲା ତାକୁ ଘରୋଇକରଣ କରାହେଉଛି। ଆଜି ଚାଷୀ ହନ୍ତସନ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମ ଯୋଗାଣ ଯୋଜନା ଯୋଉଟା ମହାତ୍ମା ଗାନ୍ଧୀ କର୍ମ ଯୋଗାଣ ଯୋଜନା ଯୋଉଟା ଥିଲା ତାକୁ ବାତିଲ କରିକିରି ଏବେ ପୁଣି ତାକୁ ଗୋଟେ ଭିନ୍ନ ରୂପରେ କି ଆଣିଛନ୍ତି, ଯୋଉଥିରେ କି ପ୍ରକୃତିରେ କି ଲୋକ କାମ ପାଇବେ ନାହିଁ। ଆଜି ଚାଷୀମାନେ ଧାନ ବିକ୍ରି କରିପାରୁନାହାନ୍ତି। ସ୍ମାର୍ଟ ମିଟର ନାଁରେ କି ଟାଟା ଲୁଣ୍ଠନ କରୁଛି। ଏଇ ସବୁ ଜନବିରୋଧୀ ନୀତିକୁ ବିରୋଧ କରି ଆଜି ତମାମ ଭାରତବର୍ଷରେ ହରତାଳ ବା ଧର୍ମଘଟ ଚାଲିଛି। ଜଳେଶ୍ୱରରେ ମଧ୍ୟ ଆମେ ସକାଳ 6ଟାରୁ ଏ ହରତାଳ ଆରମ୍ଭ କରିଛୁ ଏବଂ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏ ହରତାଳ ଚାଲିବ। କେନ୍ଦ୍ର ସରକାରଙ୍କର ଯୋଉ ଜନବିରୋଧୀ ନୀତି ବର୍ତ୍ତମାନ ସେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ସେ ଶ୍ରମିକମାନଙ୍କ କଥାରେ ହଉ କୃଷକମାନଙ୍କ ନୀତି କଥାରେ ହଉ, ଏ ସମସ୍ତ କଥାକୁ ଆମେ ବିରୋଧ କରୁଛୁ। ଶ୍ରମିକମାନଙ୍କୁ 8 ଘଣ୍ଟା ବଦଳରେ 12 ଘଣ୍ଟା କାର୍ଯ୍ୟ କରିବାକୁ ଯୋଉ ଆଦେଶ ମାନେ ଆସୁଛି କେନ୍ଦ୍ର ସରକାରଙ୍କର ଯୋଉ ନିୟମ, ଏହାଦ୍ୱାରା ଶ୍ରମିକ ବଞ୍ଚିବ। ଧାନ ଦାମ 3100 ଟଙ୍କା କରିଦେଲେ ଧାନ ସରକାରୀ ମଣ୍ଡିରେ ଧାନ ଟାର୍ଗେଟ ନେଇ ଚାଷୀ ଧାନ ଦେଇ ରାଷ୍ଟ୍ରାୟତ୍ତ ଶିଳ୍ପ ଯେତେ ସବୁ ଥିଲା ଆମର ତାକୁ ପ୍ରାଇଭେଟାଇଜେସନ କରାଯାଉଛି। ଏ ସମସ୍ତ କଥାକୁ ବିରୋଧ କରି ଆଜି ଭାରତବର୍ଷର ସମସ୍ତ ଶ୍ରମିକ ସଂଗଠନ ତରଫରୁ ଏ ବନ୍ଦ ଡାକରା ଦିଆଯାଇଛି ଏବଂ ଏଟା ଅକୁଣ୍ଠ ସମର୍ଥନ ମଧ୍ୟ ମିଳୁଛି। ଆଶା କରିବା କେନ୍ଦ୍ର ସରକାର ୟା ପ୍ରତି ନିଶ୍ଚିତ ଧ୍ୟାନ ଦେବେ, ଲୋକଙ୍କ କାମ ଆଜ୍ଞା କଣ କହିବେ? ଆଜି ଯେଉଁ ଭାରତ ବନ୍ଦ ଡାକରା ଦିଆଯାଇଛି 10ଟି ଶ୍ରମିକ ସଂଗଠନ, ସେମାନେ ପୁରା ଭାରତବର୍ଷରେ ବନ୍ଦର ଡାକରା ଦେଇଛନ୍ତି। ସେମାନଙ୍କର ଯେଉଁ ଶ୍ରମକୋଡ୍ ଥିଲା 29ଟି ଶ୍ରମକୋଡ୍ ଥିଲା ଆଗ ସରକାର ଅମଳରେ, ଏବେ 4ଟି ଶ୍ରମକୋଡ୍ରେ ଏଇ ଯେଉଁ ସରକାର ଆସିଛି ସେ କରିଛନ୍ତି, ତାଙ୍କୁ ବିରୋଧ କରାଯାଉଛି। ଆଉ ଚାଷୀମାନେ ଯେଉଁ ଖାଦ୍ୟଶସ୍ୟ ଉତ୍ପାଦନ କରୁଛନ୍ତି ତାର MSP ସରକାର ଧାର୍ଯ୍ୟ କରୁନାହାନ୍ତି। ଏବେ ଆମ ଓଡ଼ିଶାରେ ଯେଉଁ ଧାନ 31 ଟଙ୍କା ଦେଇ କିଣିବା କଥା ସରକାର ଧାନ କିଣୁନାହାନ୍ତି। 1,25,500ରୁ ଉର୍ଦ୍ଧ୍ୱ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଏବେ ସୁଦ୍ଧା 45,000 ଚାଷୀ ଧାନ ଦେଇଛନ୍ତି। ଆଉ ସବୁ ଚାଷୀ ଧାନ ଦେଇପାରୁନାହାନ୍ତି, ଟୋକନ ପାଉନାହାନ୍ତି। ତେଣୁ ସରକାରଙ୍କର ଯେଉଁ ଏଇ ଜନବିରୋଧୀ ନୀତି ବିରୁଦ୍ଧରେ ଚାଷୀମାନଙ୍କର ବି ଆନ୍ଦୋଳନ। ସରକାର ଆସିଥିଲେ କହିଥିଲେ ଆମେ ଆସିଲେ 300 ୟୁନିଟ୍ ବିଜୁଳି ଛାଡ଼ କରିବୁ, ଆଉ 3,000 ଟଙ୍କା ଭତ୍ତା ଦେବୁ। ଏବେ ଯେଉଁ ଚାଷୀମାନଙ୍କ ପାଇଁ ଯେଉଁ ବିହନ ବିଲ୍ ଆସିଛି ତାକୁ ମଧ୍ୟ ଚାଷୀମାନେ ବିରୋଧ କରୁଛନ୍ତି। ଏବେ ଯେଉଁ ଆପଣଙ୍କର ବିଜୁଳି ମାନେ 2025 ବିଜୁଳି ଯେଉଁ ବିଲ୍ ଆଣିଛନ୍ତି ତାକୁ ସ୍ମାର୍ଟ ମିଟର ବସେଇବେ, ଚାଷୀଙ୍କୁ ଶୋଷଣ କରିବେ, ଏହି ସବୁ ବିରୋଧରେ ଆଜି ଏ ବନ୍ଦ ଡାକରା। ନିଶ୍ଚିତ ଭାବରେ ସରକାରଙ୍କ ମାରଣ ନୀତି ଯେଉଁ ଅବଲମ୍ବନ କରିଛନ୍ତି ତାଙ୍କୁ ବିରୋଧ କରାଯାଉଛି ଏବଂ ସରକାର ଯେତେବେଳେ ଶାସନ ଗାଦିକୁ ଆସିଥିଲେ ତାଙ୍କ ପୂର୍ବ ଯେଉଁ ଦେଇଥିଲେ ଯେଉଁ
ସୂଚନା ଦେଇଥିଲେ ଯେ 3000 ଟଙ୍କା ଧାନ ଶ୍ରମିକ ଯୋଉ ଭତ୍ତା ଦେବା 3000 ଟଙ୍କା ଭତ୍ତା ଦେବା 300 ୟୁନିଟ୍ ଛାଡ଼ କରିବା ଏସବୁ ଯୋଉ ତାଙ୍କର ଯୋଉ ଇଏ କରିଥିଲେ ସେସବୁ ପୂରଣ କରିବା ପାଇଁ ଦାବି କରିଛନ୍ତି। ଯେତେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନ ହୋଇଛି ଏ ବନ୍ଦ ପାଳନ କରାଯିବ। ତେବେ ଆଜି ଯୋଉ ବନ୍ଦ ପାଳନ କରାହଉଛି ସକାଳ 6ରୁ ବନ୍ଦ ରହିଛି ଏବଂ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ଯାହାଫଳରେ ଯୋଉ ଜାତୀୟ ରାଜପଥ କଥା କୁହାଯାଉଛି 60 ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକ ରହିଛି। ତେବେ ସରକାର ଏ ଦାବି ପ୍ରତ୍ୟାହାର କରନ୍ତୁ, ତା ନହେଲେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ସେମାନେ ଦାବି କରିଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ରଞ୍ଜନ କୁମାର ବେହେରା, କନକ ନ୍ୟୁଜ୍।